5T 40 ଲକ୍ଷ ଟଙ୍କା ହଡପ କରିଥିବା ନେଇ ଥାନାରେ ଏତଲା। ବନ୍ଧା ହୋଇପାରନ୍ତି ମୁନିଗୁଡ଼ା ବ୍ଲକର ଏଇଓ ଜେଇ। ଦୀର୍ଘ 24 ବର୍ଷର ବିଜେଡି ଶାସନରେ ସବୁ ଠିକଠାକ ଥିଲା। ଲୋକଙ୍କ ପାଇଁ ବହୁ ଯୋଜନା ହେଲା। ସ୍କୁଲ କଲେଜ ମନ୍ଦିରର ଉନ୍ନତିକରଣ ଓ ଆଧୁନିକ ଶୈଳୀ ପାଇଁ ବହୁ ଅର୍ଥ ବିନିଯୋଗ ହେଲା। ମାତ୍ର ଲୋକଙ୍କ ହିତରେ ନ ଲାଗି ତାହା ବିଜେଡିର ଥିବା ପୋଷା କର୍ମଚାରୀ ଓ ଦଳୀୟ କର୍ମୀଙ୍କ କାମରେ ଲାଗିଲା। ଏପରି ଏକ ସଙ୍ଗୀନ ଅଭିଯୋଗ ପାଇ ଶନିବାର ଦିନ ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ବ୍ଲକ ଭୈରବଗଡ଼ ଉନ୍ନତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ସ୍ଥାନୀୟ ବିଧାୟକ ନୀଳମାଧବ ହିକାକା। ସେଠାରେ ସ୍ମାର୍ଟ କ୍ଲାସ, ସାଇନ୍ସ ଲ୍ୟାବୋରେଟୋରୀ ଓ ସ୍କୁଲ ଗୃହ ତଥା ପରିବେଶ ଦେଖି ତାଟକା ହୋଇଗଲେ। କାଗଜ କଲମରେ ସବୁ ଠିକଠାକ କରି 40 ଲକ୍ଷ ଟଙ୍କାର କାର୍ଯ୍ୟ ସାରି ଦେଇଛନ୍ତି। କିନ୍ତୁ ପୂର୍ବ ପରିସ୍ଥିତିରେ ସ୍କୁଲ ରହିଛି। କେବଳ ଚୂନ ଓ ରଙ୍ଗ ମାରି ଉପରକୁ ଚକାଚକ କରିଦେଇଛନ୍ତି। ସ୍କୁଲରେ ବିଧାୟକଙ୍କ ସହ ପରିଦର୍ଶନରେ ଥିବା ନୂତନ ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଏବଂ 5T କାର୍ଯ୍ୟରେ ସମ୍ପୃକ୍ତି ଥିବା ଜେଇ ଅଶୋକ କୁମାର ପାତ୍ର ଓ ଏଇଓ ଐଶ୍ୱର୍ଯ୍ୟ ଭଞ୍ଜଦେଓ ଏଥିପାଇଁ 5ଟି ଫାଇଲ ଖୋଲିଛନ୍ତି ଶୁଣିବାକୁ ମିଳିଛି। ହେଲେ ବିଧାୟକ କହିବା ସତ୍ତ୍ୱେ ବିଧାୟକଙ୍କୁ ଫାଇଲ ଦେଖାଇ ପାରିନଥିଲେ। ତେଣୁ ଏହି ଅର୍ଥକୁ ଜେଇ ଓ ଏଇଓ ହଡପ କରିଥିବା ନେଇ ତାଙ୍କ ବିରୋଧରେ ଗତକାଲି ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାରଙ୍କ ନେତୃତ୍ୱରେ ଭୈରବଗଡ଼ ଗ୍ରାମବାସୀ ମୁନିଗୁଡ଼ା ଥାନାରେ ଏତଲା ଦେଇଛନ୍ତି। ଏହାର ସତ୍ୟାସତ ତଦନ୍ତ ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଭୁବନେଶ୍ୱର, ମାନ୍ୟବର ମନ୍ତ୍ରୀ ପଞ୍ଚାୟତରାଜ ବିଭାଗ ଓଡ଼ିଶା ଭୁବନେଶ୍ୱର, ଡିଆଇଜି ଭିଜିଲାନ୍ସ ଓଡ଼ିଶା ଭୁବନେଶ୍ୱର, ଆରଡିସି କମିଶନର ଓଡ଼ିଶା ବ୍ରହ୍ମପୁର, 5 ଜିଲ୍ଲାପାଳ ରାୟଗଡ଼ା, ଆରକ୍ଷୀ ଅଧୀକ୍ଷକ ଏହାର ସତ୍ୟାସତ ତଦନ୍ତ ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଭୁବନେଶ୍ୱର, ମାନ୍ୟବର ମନ୍ତ୍ରୀ ପଞ୍ଚାୟତରାଜ ବିଭାଗ ଓଡ଼ିଶା ଭୁବନେଶ୍ୱର, ଡିଆଇଜି ଭିଜିଲାନ୍ସ ଓଡ଼ିଶା ଭୁବନେଶ୍ୱର, ଆରଡିସି କମିଶନର ଓଡ଼ିଶା ବ୍ରହ୍ମପୁର, ଜିଲ୍ଲାପାଳ ରାୟଗଡ଼ା, ଆରକ୍ଷୀ ଅଧୀକ୍ଷକ ପୋଲିସ ରାୟଗଡ଼ା, ଆରକ୍ଷୀ ଅଧୀକ୍ଷକ ଭିଜିଲାନ୍ସ ରାୟଗଡ଼ା, ସିଡିଓ ରାୟଗଡ଼ାଙ୍କୁ ଭୈରବଗଡ଼ ଗ୍ରାମବାସୀ ଏକ ଲେଖା ମାଧ୍ୟମରେ ଅଭିଯୋଗ ପତ୍ର ମୁନିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ 3/3/2025ରେ ଅବଗତ କରାଯାଇଛି। ଜେଇ ଶ୍ରୀ ପାତ୍ର ଏଥିପୂର୍ବରୁ ରାବଣାଗୁଡ଼ା ବ୍ଲକରେ ଥିବାବେଳେ ବହୁ ଅନିୟମିତ ଓ ଦୁର୍ନୀତି ଅଭିଯୋଗରେ ମୁନିଗୁଡ଼ା ବ୍ଲକକୁ ବଦଳି ହୋଇଥିଲେ। ତତ୍କାଳୀନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜେଇ ଶ୍ରୀ ପାତ୍ରଙ୍କର ସମ୍ପର୍କୀୟ କହି ଧରାକୁ ସରା ବନାଇ ବ୍ଲକରେ ଯେତେ ପଞ୍ଚାୟତରେ ଥିଲେ ସବୁ ପଞ୍ଚାୟତରେ ତାଙ୍କ ନାମରେ ଥିବା କାର୍ଯ୍ୟକୁ ତଦନ୍ତ କଲେ କାମ ଦଶଭାଗ ହୋଇଥିବ କି ନାହିଁ ନ ବିଭାଗ ଚଳୁ କରିଥିବା ଅଭିଯୋଗ ହୋଇଆସୁଛି। ଯାହାଫଳରେ ନିଜ ଅଞ୍ଚଳ ବ୍ରହ୍ମପୁର ସହରରେ ନିଜର ଏବଂ ସମ୍ପର୍କୀୟଙ୍କ ନାମରେ ମାର୍କେଟ କମ୍ପ୍ଲେକ୍ସ ଭଡ଼ାରେ ଚାଲିଥିବା ଅଭିଯୋଗ ହେଉଛି। ଏବେ ବାବୁଙ୍କର ପ୍ରାୟ 1 କୋଟି ଟଙ୍କାର ମୁନିଖୋଲ ଏରିଆ ମେନ୍ ରୋଡରେ ଏକ କୋଠା ଘର ହେଉଥିବା ଅଭିଯୋଗ ହେଉଛି। ଶ୍ରୀ ପାତ୍ର ଭିଜିଲାନ୍ସଠାରୁ ସମସ୍ତ ଅଧିକାରୀଙ୍କୁ କାବୁ କରିବାରେ ମାଷ୍ଟର ମାଇଣ୍ଡ। ସେଥିପାଇଁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କଲେ ମଧ୍ୟ ତାକୁ କେହି ଦେଖନ୍ତି ନାହିଁ। ଦେଖାଯାଉ ଆଗକୁ ଭୈରବଗଡ଼ ଗ୍ରାମବାସୀଙ୍କୁ କିଭଳି ନ୍ୟାୟ ମିଳିବ ଏବଂ 2 ଯନ୍ତ୍ରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପ୍ରଶାସନର ପାରିବା ପଣିଆ ଦେଖିବାକୁ ବାକି ରହିଲା। ରାୟଗଡ଼ାରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରାଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର। ମୋ ନାଁ ମହେଶ୍ୱର ଗୁପ୍ତା, ଭୈରଗଡ଼ ଗ୍ରାମବାସୀ। आज कौन थाना के आसते कौन रिपोर्ट देले बाबद किछ थाना के आसबार अभिप्राय है कि जे गत 1 तारिख दिन माने ता पूर्व आम एमएलए महोदय को आम जनइलु जे 5T आम किसी अवदान देवु किंतु तुम पंचायत रु 5 लाख टका देवा पड़ो बोली आमको कही आम पंचायत तरफ आम सरपंच महोदय 5 लाख टका अनुदान देते बादे से किसी टंका दे से जो आम विद्यालयटा को तांकर नियम कौन था, स्मार्ट क्लास कौन कौन करिवार थिला, से लेबोरेटरी कौन करिवार थिला, किंतु आम गत 1 तारिख दिन जो खुलासा ला से आम सब विस्मित हो गलु जे आमको किमिति आमर टंका को हरिलुट करा जायछि। आमर प्रत्येक श्रमर जो टंका जाउछि तार विनिमय आम केवल अपवाद ही पाउछु, आत्मसात करिवार जो कषण ही पाउछु, आ किछि पाउनु। आम एटा आम से दिन हृदबोध कलु जे आमर टंकारे
ସେମାନେ ଦରମା ପାଉଛନ୍ତି, ସେମାନେ ସବୁ କିଛି ଲାଭ ପାଉଛନ୍ତି, କିନ୍ତୁ ଆମର ପିଲାମାନଙ୍କର ଭବିଷ୍ୟତ ସହିତ ଯେଉଁ ଅନ୍ଧାରକୁ ଠେଲି ଦେଉଛନ୍ତି ସେଟା ଶୁଣି ବହୁତ ମର୍ମାହତ ହେଲୁ। ତାପରେ ଯେଉଁଭଳି ସେମାନେ ପବ୍ଲିକକୁ ଅଫିସର ମାନେ ଯେଉଁ ଭଳିଆ ବ୍ୟବହାର ଦେଖିଲେ ତାଙ୍କର କଥନୀ ଅନୁସାରେ ସେଥିରେ ଆମେ ସମସ୍ତେ ଗ୍ରାମବାସୀ ମର୍ମାହତ। ଏଣୁ ସେଥିର ଉପଯୁକ୍ତ ଜବାବ ଦେବା ପାଇଁ ଯେଇ ଐଶ୍ୱର୍ଯ୍ୟ ଭଞ୍ଜଦେବ ଆଉ ଆମର ସହକାରୀ ଯନ୍ତ୍ରୀ ଅଶୋକ ପାତ୍ରଙ୍କର ବିରୋଧରେ ମାନହାନି ଆମର ଫୌଜଦାରୀ ମକଦ୍ଦମା ପାଇଁ ଆମେ ସମସ୍ତେ ମନସ୍ଥ କରି ଆମର ସରପଞ୍ଚ ଆଉ ଆମର ଗ୍ରାମବାସୀ, ଆମର ସମିତି ସଭ୍ୟ, ସମସ୍ତ ୱାର୍ଡ ମେମ୍ବର ଆଉ ଆଖପାଖ ଆମର ଗ୍ରାମର ଯେଉଁମାନେ ସ୍ୱାଧୀନ ଚିନ୍ତାଧାରା ଥିବା ବ୍ୟକ୍ତିମାନେ ଆମକୁ ସହଯୋଗ କଲେ। ତେଣୁ এই 2 ଜଣଙ୍କ ବିରୋଧରେ ଆମେ ଫୌଜଦାରୀ ମକଦ୍ଦମା ଆଜି ଦାୟର କଲୁ। ଆଜ୍ଞା କ'ଣ ଆଜି କ'ଣ ପାଇଁ ଥାନାକୁ ଆସିଥିଲେ, କ'ଣ ଆପଣ ପରିଚୟ ଦେଇକି କ'ଣ କରିବେ? ମୋ ନାଁ ନୀଳାମ୍ବର ବିଭାର, ବ୍ଲକ କଂଗ୍ରେସ ସଭାପତି ମୁନିଗୁଡ଼ା। ଗତ 1 ତାରିଖ ଦିନ ବିଧାୟକ ସାଇଟ୍ ରିଭ୍ୟୁ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁନିଗୁଡ଼ାଙ୍କୁ ଚିଠି କରିଥିଲେ ଏବଂ CDO ରାୟଗଡ଼ା ଜିଲ୍ଲାପାଳଙ୍କୁ ବି ଅବଗତ କରାଇଥିଲେ। ସେହି ଚିଠି ଅନୁସାରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ଭୈରଗଡ଼ 5T ସ୍କୁଲ ଏବଂ ଲକ୍ଷ୍ମୀ ବସଷ୍ଟାଣ୍ଡ କିଭଳି ଭାବରେ ହେଇଛି ତାର ପରିଦର୍ଶନରେ ଯାଇଥିଲେ ଏବଂ BDO ମୁନିଗୁଡ଼ାକୁ ଚିଠିରେ ଉଲ୍ଲେଖ କରିଥିଲେ ଯେ ସାଇଡ଼ରେ ତାଙ୍କର କେସ୍ ରେକର୍ଡ, MB ଏବଂ ଅନ୍ୟାନ୍ୟ ନଥିପତ୍ର ଆଣି କିଭଳି ଭାବରେ କାମ ହେଇଛି, କେଉଁ ଆଇଟମରେ କେତେ ପରିମାଣର ଅର୍ଥ ଖର୍ଚ୍ଚ ହେଇଛି ତାହାର ଚାକ୍ଷୁଷ ପ୍ରମାଣ ଦେବା ପାଇଁ ତାଙ୍କର ନିର୍ଦ୍ଦେଶ ଥିଲା। କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅତିରିକ୍ତ ଏକ୍ଜିକ୍ୟୁଟିଭ ଅଫିସର ଐଶ୍ୱର୍ଯ୍ୟ ଭଞ୍ଜଦେବ ଏବଂ ସହକାରୀ ଯନ୍ତ୍ରୀ ଆମର ଅଶୋକ କୁମାର ପାତ୍ର କୌଣସି ନଥିପତ୍ର ନ ନେଇ ସେଟାକୁ ବିଧାୟକଙ୍କୁ ଅବମାନନା କରାଯାଇଛି ଏବଂ ସେଠି କେଉଁ ଆଇଟମରେ କାମ ହେଇଛି ତାହା ମଧ୍ୟ ସେ ସେଠି ଅବଗତ କରାଇ ପାରିନଥିଲେ, ଯାହାଫଳରେ ବିଧାୟକଙ୍କୁ। ନୀଳାମ୍ବର ବିଭାର, ବ୍ଲକ ସଭାପତି ମୁନିଗୁଡ଼ା। କ'ଣ ଅସୁବିଧା ହେଇଛି ଆଉ ଥାନାରେ ଆପଣ ଅଭିଯୋଗ କରୁଛନ୍ତି ଆଉ ବରଗଡ଼ ଗ୍ରାମବାସୀ ମଧ୍ୟ 5T ସ୍କୁଲ ବିଷୟରେ ଅଭିଯୋଗ କରୁଛନ୍ତି ବୋଲି ଆମେ ସେଇଟା କେତେ ପ୍ରସାର? ମୁନିଗୁଡ଼ା ବ୍ଲକରେ 5T ଯୋଜନା ଏବଂ ଲକ୍ଷ୍ମୀ ବସ୍ ଷ୍ଟପ୍ ବିଷୟରେ ସାରା ବ୍ଲକରେ ଦୁର୍ନୀତି ହେଇଛି। ଏ ବିଷୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକଙ୍ଗାଙ୍କ ଗୋଚରକୁ ଆସିଲା ପରେ ସେ ଲିଖିତ ଭାବେ ବ୍ଲକ ପ୍ରଶାସନକୁ ଜଣାଇଥିଲେ ଯେ ବ୍ଲକର ଭୈରଗଡ଼ 5T ସ୍କୁଲ, ମୁନିଗୁଡ଼ା 5T ସ୍କୁଲ, ମୁନିଗୁଡ଼ା 5T କଲେଜ, ଲକ୍ଷ୍ମୀ ବସ୍ ଷ୍ଟପ୍ ଭୈରବଗଡ଼ ଏବଂ ଲକ୍ଷ୍ମୀ ବସ୍ ଷ୍ଟପ୍ ମୁନିଗୁଡ଼ା ଏବଂ ମୁନିଗୁଡ଼ା ବ୍ଲକ ପରିସରରେ ଥିବା କେଫେ, এই 5ଟା ପ୍ରୋଜେକ୍ଟ ଉପରେ ସବିଶେଷ ତଥ୍ୟ ଏବଂ କେସ୍ ରେକର୍ଡ, ଏଷ୍ଟିମେଟ୍ କପି, MB ସମସ୍ତ ନଥିପତ୍ର ଧରି ସାଇଟ୍ରେ ରିଭ୍ୟୁ କରିବା ପାଇଁ ବିଧାୟକ କହିଥିଲେ ଏବଂ ଚିଠି ଦେଇଥିଲେ। କିନ୍ତୁ ବିଧାୟକ ଗତ 1 ତାରିଖ ଦିନ ଭୈରଗଡ଼ ଗ୍ରାମରେ ଯେଉଁ ହାଇସ୍କୁଲ ଅଛି ସେଇ ହାଇସ୍କୁଲର 5T ଯୋଜନାରେ ଯେଉଁ କାମ ହେଇଛି ତାହା ତଦାରଖ କରିବା ପାଇଁ ସେଠିକୁ ଯାଇଥିଲେ ଏବଂ ବ୍ଲକ ପ୍ରଶାସନରୁ ଏଇ AEE ଐଶ୍ୱର୍ଯ୍ୟ ଭଞ୍ଜଦେବ ଏବଂ BDO ସେଟାକୁ ଯାଇଥିଲେ। ସେଠି ଯାହା ଆମେ ଦେଖିଲୁ 5T ଜରିଆରେ 40 ଲକ୍ଷ ଏବଂ ପଞ୍ଚାୟତର ଫଣ୍ଡ 5 ଲକ୍ଷ ସେଠାରେ ବିନିଯୋଗ କରାଯାଇଛି, ଖର୍ଚ୍ଚ କରାଯାଇଛି। କିନ୍ତୁ ଯାହା ଆମେ ଦେଖିଲୁ ସେଠି ସେ ପରିମାଣରେ ଖର୍ଚ୍ଚର ଅନୁମେୟ ହେଲା ନାହିଁ। ସେଠି କେବଳ ସବୁ ଚୂନ ମରାଯାଇଛି ଏବଂ କିଛି ଜିନିଷପତ୍ର କିଣିଛନ୍ତି, ଯେଉଁ ଡେସ୍କ ଆଉ ସ୍ମାର୍ଟ TV, ତା ବ୍ୟତୀତ ଆଉ କିଛି ସେଠି ଆମେ ଦେଖିପାରିଲୁ ନାହିଁ। ଏବଂ ଶ୍ରୀଯୁକ୍ତ ଭଞ୍ଜଦେବ କୌଣସି ତଥ୍ୟ ଦେଇପାରିଲେ ନାହିଁ। ତେଣୁ
विधायक एवं उपस्थित भैरगढ़ ग्रामवासी क्षुब्ध हो ता परदिन मुनिगुड़ा थाना रे गोटे लिखित अभियोग देले जे सरकारी धन तुषारपात विरुद्ध आईन रे AEE भंजदेव एवं यही अशोक पात्र विरुद्ध रे फौजदारी मोकद्दमा रुजु करने से लिखित भाव दि जाए। एणु आपण टीवी माध्यम रे सरकार को आम निवेदन करुछु जे दुई जन करप्ट ऑफिसर मान तुरंत गिरफ करंतु एवं दृढ़ कार्यानुष्ठान नेले मुनिगुड़ा अंचल रे साधारण लोकंकर समस्या दूरीभूत हेबो एवं ग्रामांचल रे सरकार जो उद्देश्य जो उन्नति करने जो उद्देश्य रखिथे ताहा साकार हेबो।